ହଁ ପିଲାମାନେ ମୁଁ ଏ ଆଗ ଭିଡ଼ିଓଟାରେ ଯେଉଁ କରିଥିଲି ସେଟା କ୍ଲିଅରଲି ଦେଖାଯାଉନଥିଲା ବୋଲି ଆଉ ଥରେ ଏଇଟା କରୁଛି। ଏଠି ଅଛି ଦୁଇଟି ସମାନ୍ତର ସରଳ ରେଖାକୁ ଗୋଟିଏ ସରଳ ରେଖା ଛେଦ କଲେ ଛେଦକର ଏକ ପାର୍ଶ୍ୱସ୍ଥ ଅନ୍ତସ୍ଥ କୋଣଦ୍ୱୟର ପରିମାଣର ଅନୁପାତ 1:2 ହେଲେ ବୃହତ୍ତର କୋଣର ପରିମାଣ କେତେ? ରହିଲା ଦତ୍ତ ଦେଇଛି ଏ ବି ପାରାଲାଲ ଟୁ ସି ଡି ଏବଂ ଛେଦକ ଏଲ୍। ମନେକର କୋଣଦ୍ୱୟକୁ ଏକ୍ସ ଆଉ 2x ନିଆଯାଉ। ଯେଉଁ ଅନ୍ତସ୍ଥ କୋଣଦ୍ୱୟ କ'ଣ ଛେଦକର ଅନ୍ତସ୍ଥ କୋଣଦ୍ୱୟ କ'ଣ ହେଲା ଏକ୍ସ ଗୋଟେ 2x ଗୋଟେ ନେଲେ। ତେବେ ଆମେ କ'ଣ ଜାଣିଛେ x + 2x ଛେଦକର ଅନ୍ତସ୍ଥ କୋଣଦ୍ୱୟର ସମଷ୍ଟି 180 ଡିଗ୍ରୀ ଆମେ ଜାଣିଛେ। ତେଣୁକରି x 2x ଯେଉଁ ମନେକର ନିଆଗଲା x + 2x = 180, 3x = 180, x + 2x = 3x, 3x = 180। ତେବେ x କେତେ ହେଲା x = 60 ଡିଗ୍ରୀ। ତେବେ 2x କେତେ 120 ଡିଗ୍ରୀ। ତେବେ ଆମକୁ କ'ଣ ମାଗିଛି ବୃହତ୍ତର କୋଣର ପରିମାଣ କେତେ? 2x = 120 ଡିଗ୍ରୀ ହେଲା ଉତ୍ତର।